ବାଲେଶ୍ୱର ଜିଲ୍ଲା ସୋର ନଟାପଡ଼ା ଅଞ୍ଚଳରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକି ନଟାପଡ଼ା ଗ୍ରାମ ନିକଟ ରାସ୍ତା ପାଖରେ ଏକ ମାଙ୍କଡ଼ ଅତି ଗୁରୁତର ଭାବେ ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ କେହି ବି ତାଙ୍କୁ ଉଦ୍ଧାର କରିନଥିଲେ। ତେବେ ଏହି ଘଟଣା ସମ୍ପର୍କରେ ସୋରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦକୁ ସ୍ଥାନୀୟ ବ୍ୟକ୍ତିମାନେ ସୂଚନା ଦେବା ପରେ ପରିଷଦର ସଦସ୍ୟ ମୃତ୍ୟୁଞ୍ଜୟ ଦାସ, ଭବାନୀ ବିଶ୍ୱାଳ ଓ ସମ୍ପାଦକ ସଞ୍ଜୟ ନାୟକ ପ୍ରମୁଖ ତୁରନ୍ତ ମାଙ୍କଡ଼ ନିକଟରେ ପହଞ୍ଚି ମାଙ୍କଡ଼ଟିକୁ ଉଦ୍ଧାର କରି ତୁରନ୍ତ ସୋର ପଶୁ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ। ଆଉ ତୁରନ୍ତ ଚିକିତ୍ସା ହେବା ଫଳରେ ମାଙ୍କଡ଼ଟି ବର୍ତ୍ତମାନ ସୁସ୍ଥ ହେବାରେ ଲାଗିଛି। ସେପଟେ ମଣିଷମାନଙ୍କ ପରି ପଶୁମାନଙ୍କର ବି ଜୀବନ ରହିଛି। ତେଣୁ ପଶୁମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରନ୍ତୁ ନାହିଁ, କାହିଁକିନା ତାଙ୍କୁ ଯିଏ ବି କଷ୍ଟ ଦିଏ ସେମାନଙ୍କୁ ମଧ୍ୟ ଭଗବାନଙ୍କ ଦରବାରରେ କଷ୍ଟ ସହିବାକୁ ପଡ଼ିଥାଏ। ତେବେ ଗୁରୁତର ମାଙ୍କଡ଼ଟିକୁ ଉଦ୍ଧାର କରି ତାକୁ ତୁରନ୍ତ ଚିକିତ୍ସା କରାଇଥିବାରୁ ସଂଗଠନର ସଦସ୍ୟମାନଙ୍କ ଏପରି ମହତ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି।